ସାଙ୍ଗମାନେ ଦେହ ତ ଭଲ ନାହିଁ। ପୁଅ ଟିକେ ଦେଖନ୍ତୁ ସେବା କରୁଛନ୍ତି। ଆପଣଙ୍କ ପିଲାମାନେ ସେବା କରୁଛନ୍ତି କି ନାହିଁ ଦେଖନ୍ତୁ। ଆଉ ଜୟ ଜଗନ୍ନାଥ ସାଙ୍ଗମାନେ, କ'ଣ କରିମି ଆଉ ଦେହ ଭଲ ନଥିବାକୁ ମୋ ପୁଅ ସେବା କରୁଛି। ଆପଣଙ୍କ ପିଲାମାନଙ୍କୁ ଏମିତି ଦିଅନ୍ତୁ ଶିକ୍ଷା, ସେ ସବୁବେଳେ ସେ ଚୁଟି ସବୁ କାଟି ପକେଇଛି ସାଙ୍ଗମାନେ। ଭଲ ଦେଖାଉଛି ନା, ପାଚି ଯାଉଛି ଆଜିକାଲି ଛୁଆ। ତାର 14 ବର୍ଷ ଚାଲିଛି। ଆଉ ମୋ ପୁଅ ହେଉଛି ଚୁଟି କାଟି ପକେଇଛି। ମୁଁ ତ ଗୋଟେ ତେଲ ତିଆରି କରିଛି ତା ପାଇଁ। କ'ଣ ତେଲ ନା, କହିଲା ମୋର ଏଇଟା କ୍ୟୁଟ୍ ନାଣ୍ଡୁ। ଆଉ ସେ ତେଲଟାକୁ ତିଆରି କରିଛି, ଲଗେଇଲା ବେଳକୁ ଚୁଟି ପାଚିଲା କମି ଯାଇଛି। ଆଉ ଘମେଇ ପାରିବୁ, ଆଉ ଘମେଇବୁନି। ସବୁ ଗୁଣ ତାର ଭଲ, ବୁଝିପାରେ। ଭାଇ ଆଉ ବନ୍ଧୁ ମାନେ ମୋ ଭଳିଆ ଯଦି କେଉଁ ପିଲା ଥିବ, ମାନେ ଯାହା ଚୁଟି ବଡ଼ ବଡ଼ ଥିବ, ସେ କାଟିଦିଅ ପୁରା ଟ୍ରିମର 2 ନମ୍ବର ମାରିଦିଅ। ମା ବାପା ଟିଚର ବି ଧରି ପାରିବେନି, ଏମିତିଆ ଚୁଟି କାଟିବ। ତାମାନେ ପାଠ ନ କଲେ ଯୋଉ ମାଡ଼ ଖାଇବ ଚୁଟିକି ଧରିକି, ଆମେ ଏମିତି କରିଦେଉଛନ୍ତି। ସେଥିପାଇଁ ଏମିତିଆ ଚୁଟି କାଟ, ଆଉ ସେମିତିଆ କେବେ ହେଇପାରିବନି ହେଲା। ତାର କହିବାର ଅର୍ଥ ହେଉଛି ଏଇଆ। ଦେହ ଭଲ ନଥିବାକୁ ତାର ସବୁ କାମ ସେ କରେ ମୋର ହେଲା। ସବୁ କାମ, ପରିବା ଆଣିବାଠୁ ଘରେ ସମସ୍ତ କାମ, ସବୁ ମୋର ସେବା କରେ। ଆଉ ଦେଖନ୍ତୁ, ସେ ବି ମୋର ସବୁ ସେବା କରୁଛି। ଆପଣଙ୍କ ପିଲାମାନେ କରୁଛନ୍ତି ନାହିଁ? ଆଉ ଦେଖନ୍ତୁ, ସେ କିଲି ପିଲା ମୋତେ କରୁଛି। ଛୋଟ ଛୁଆ ଭାବୁଛି ମୁଁ ତା ସାଙ୍ଗ ହେଇକି କ'ଣ, ସେ ସବୁବେଳେ ମୋ ସାଙ୍ଗେ ନାଗୁଛି, ବିରକ୍ତି କରେଇ ଦେଉଛି ସାଙ୍ଗମାନେ। କ'ଣ କରିମି ହେଲା। ଗୋଟିଏ ତ ପୁଅ ମୋର, ଆଉ 10ଟା ପୁଅ ଜନ୍ମ କରିଥାନ୍ତୁ ହେଲା। 10ଟା ପୁଅ ଜନ୍ମ କରୁଥିଲେ ଭାଗବଣ୍ଡ କରି ମୋ ଗୋଡ଼ ଗୋଟେ ଖସିଥାନ୍ତା, ଆଉ ଗୋଟେ ହାତ ଖସିଥାନ୍ତା। ଏମିତି ସାଙ୍ଗମାନେ ଭଲ ହେଇନଥାନ୍ତା। ଏ ଗୋଟାକ ତ ମୋ ଜୀବନ ବାହାର କରିଦେଇ ସାରିଲାଣି। ଆଉ ସବୁ ଭଲ, ପାଠ ପଢ଼ିବା କଥା କହିଲା ବେଳକୁ ବହୁ କଷ୍ଟ ତାକୁ ଲାଗୁଛି। ଆଉ ସେଇଟା ହେଉଛି ପ୍ରୋବ୍ଲେମ୍ ସାଙ୍ଗମାନେ। ଆପଣ ଟିକେ ରିକ୍ୱେଷ୍ଟ କରି ତାକୁ କୁହନ୍ତୁ, ଚିକୁ ପାଠ ପଢ଼, ପଇସା ମାଗୁଛି ପାଠ ପଢ଼ିବା ପାଇଁ। ଆଉ ପାଠ ପଢ଼ିକି ସମସ୍ତଙ୍କୁ 10 ଲକ୍ଷ ଟଙ୍କା ଦେବି, ଯା। ଆଉ କ'ଣ କହିବି, ଦେହ ଭଲ ତ ନାହିଁ, ସବୁ ସେବା କରୁଛି। ତ ଆଜିକାଲି କ'ଣ ହେଉଛି, ଗୋଡ଼ ଧଇଲାଣି, ଆଣ୍ଠୁ ଧଇଲାଣି, ପିଠି ଧଇଲାଣି, ସବୁ ରକମ ଟିକେ ସ୍ପାଇନାଲ କର୍ଡ ପ୍ରୋବ୍ଲେମ୍ ଅଛି। ଆଉ ସେ ସବୁ କରୁଛି। ଆଉ କ'ଣ କହିମି, ଆପଣମାନେ ତ ନିଶ୍ଚୟ ଭଲରେ ଥିବେ। ଆଉ ମୋ ପୁଅର ଭିଡ଼ିଓଟାକୁ ଦେଖନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ହେଇ କେମିତି ହେଉଛି ଦେଖନ୍ତୁ। ଆଜି କିସ୍ ଡେ ହେଲା, କିସ୍ ଡେ। ଆଉ ସାଙ୍ଗମାନେ ଯୋଉ କିସ୍ ଡେ, ରୋଜ୍ ଡେ ଆଉ ଭାଲେଣ୍ଟାଇନ୍ ଡେ କରୁଛନ୍ତି ନା? ଭାଲେଣ୍ଟାଇନ୍ ଡେରେ ଆଗେ ମାଆକୁ ଦିଅ, କାହିଁକି ନା ମା ତମକୁ ଆଗେ ଜନ୍ମ କରିଛି। ସିଏ ତମର ହେଲା ଫାଷ୍ଟ ଲଭର, ଏହା ଜାଣିଥାଅ। ଆଉ ବାପାକୁ ବି ଦିଅ, କାହିଁକି ନା ବାପା ଦୁଃଖ ମାନିବ ନା, ସେଇପାଇଁ। ଆଉ କିସ୍ ଡେରେ ଆଗେ ମା କିସ୍, ତାପରେ ବାପାକୁ, ଯଦି ବାପା ଦୂରରେ ଥିବ ଫ୍ଲାଇଂ କିସ୍ ଦେଇଦବ, ସେ ଧୀରେ ଧୀରେ କଟକ ପହଞ୍ଚିବ ଆଉ ମୋ ଭଳିଆ। ଆଉ ଆମର ତ ଲଭ୍ ମ୍ୟାରେଜ। ଆଉ କ'ଣ କରିବି, କେବେ ବାହାଘର, ମୋର ପୁଅର 14 ବର୍ଷ ହେଲାଣି। ଲଭ୍ ଫୁଲ କ'ଣ, କିସ୍ ଡେ କ'ଣ, ଆଉ ହେଉଛି ସେସବୁ ତାଙ୍କ ପାଖରେ ମୋତେ ମିଳିବା ବହୁତ ସ୍ୱପ୍ନ। ଆଉ ସେ ସବୁବେଳେ ତ ମାନେ ତାଙ୍କ ଭିତରେ କିଛି ଗୋଟେ ଫିଲିଙ୍ଗସ୍ ନାହିଁ, ସେ କିଛି ଜାଣିପାରନ୍ତିନି ହେଲା। ସେ ତାଙ୍କ ପାଖରେ ରୁହନ୍ତିନି। ଆସିକି ତାଙ୍କ ଦେହ ଖରାପ ଥିଲା, 2 ମାସ ରହିଥିଲେ। ମା ଆଜି ବାପା କିସ୍ କରୁଛୁ? କାହିଁକି ମୁଁ ସେଇ କଥା କହୁଛି, ସେମିତି ଆମର ଜୀବନ ନାହିଁ। ଆଉ ନା ଟେଡି ଡେ, ନା ହକ୍ ଡେ, ନା ସେସବୁ ଆମ ଦ୍ୱାରା ନାହିଁ ସାଙ୍ଗମାନେ। ଆପଣ ବହୁତ ଖୁସି। ଆମ ଜୀବନରେ ସେମିତି କିଛି ନାହିଁ। ପାନ ମୁଁ ଗଲାବେଳେ ମାର୍କେଟ ପାନ ଗୋଟେ ଆଣିବ, ସେ ନେଇ ଆସିଲେ। ଆଉ ସିଏ କ'ଣ ପାନ ତା କ'ଣ ମୋ ପାଇଁ ଗୋଟେ ସ୍ପେଶାଲ ନେଇ ଆସିଦେଲେ। ଆଉ ସାଙ୍ଗମାନେ, ଆଉ କ'ଣ କହିବି, ଆପଣ କାଲି ତ ହେଉଛି ଭାଲେଣ୍ଟାଇନ୍ ଡେ। ଫେବୃଆରୀ ମାସ ହେଉଛି ପ୍ରେମୀ ଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ଡେ। ଆଉ ଯେଉଁମାନେ ପ୍ରେମ ଦିବସ ଯେଉଁ କୁହନ୍ତି, ସେମାନଙ୍କ ପାଇଁ। ଆଉ ସମସ୍ତଙ୍କ ପାଇଁ ବି ସ୍ପେଶାଲ ହେବା କଥା। କାହିଁକି ଏଇଟା କ'ଣ ନା, ଆଜିକା ଯେଉଁ ହେଲାଣି, ସବୁ ସ୍ୱାମୀ ସ୍ତ୍ରୀ ଏମିତି ସବୁ କରିବା କଥା। କାହିଁକି ନା ଗୋଟେ ସ୍ତ୍ରୀ ଲୋକ ସେ କେତେ ପରିଶ୍ରମ କରୁଛି, କେତେ ତ୍ୟାଗ କରୁଛି, ତାକୁ ବି କିଛି ଗୋଟେ ମିଳୁନାହିଁ। ତାକୁ ମିଳିବା କଥା ଏଇସବୁ କଥା। ଆମ ଦ୍ୱାରା ତ ସେଗୁଡ଼ା ହେଇପାରୁନି। ଆଉ ମୁଁ ଡିମାଣ୍ଡ କରୁଛି, ଏମିତି କରିବା କଥା। ଗୋଟେ ସ୍ତ୍ରୀ ଲୋକ ଏକର ତା ବାପ ଘର ଛାଡ଼ିଲା, 2ର ନିଜ, ଆଜିକାଲି ତ ସବୁ ପରିବାରରୁ କିଛି ମିଳୁନି। ଯଦି ତା ସ୍ୱାମୀ ସେତିକି ନ ଦେବ, ସେ ସ୍ତ୍ରୀ ଲୋକଟା କ'ଣ କରିବ, ତା ଜୀବନ ବଞ୍ଚିବ କେମିତି?
ଆଉ ମୁଁ କହୁଛି ସେମିତି ସବୁ କରନ୍ତୁ, କାହିଁକି ନା କଲେ ସ୍ତ୍ରୀର ମନଟା ଖୁସି ରହିବ ଆଉ ପରିବାରଟା ହେଉଛି ଖୁସିରେ ରହିବ। ସ୍ତ୍ରୀ ଭଲ ରହିଲେ ଆଉ ସବୁ ତ ହେଉଛି ତମର ଠିକ୍ ଠାକ୍ ଚାଲିବ ନା। ଆଉ ଆମେ ତ ଲଭ୍ ମ୍ୟାରେଜ୍ କରୁଛୁ, ଆମର ତ ସେମିତି କିଛି ନାହିଁ, ଆମେ ତ ଫିଲ୍ କରିନାଉ। ଆମ ବାବୁଙ୍କ ସେ ଜୀବନରେ କେବେ ମୋ ବାର୍ଥଡେରେ କୁହନ୍ତିନି ହ୍ୟାପି ବାର୍ଥଡେ, କେବେ କିଛି ମୁଁ ତ ବାର୍ଥଡେ କୁହନ୍ତିନି କରେନି। କି ମ୍ୟାରେଜ୍ ହ୍ୟାପି ମ୍ୟାରେଜ୍ ଆନିଭର୍ସରୀ ବି କୁହନ୍ତିନି। ଆଉ ଦ୍ୱିତୀୟରେ ମୁଁ ଗୋଟେ କଥା କହିବି। ଲଭ୍ ୟୁ କେବେ କୁହନ୍ତିନି। ଆଉ ସେଇଟା ଗୋଟେ ବଡ଼ ମୋର ଜୀବନର, ମୁଁ ତାଙ୍କ ପାଇଁ ପରଫେକ୍ଟ ନାହିଁ ମୁଁ ଜାଣିନାହିଁ। ଯାହା ହଉ ମ୍ୟାରେଜ୍ କରୁଛୁ, ତ ବାର୍ଥଡେ ଯୋଉ ଆମେ କରୁ ଆମ ପୁଅ କରେ, ମୋ ପୁଅ ମଦର୍ସ ଡେ କରେ, ମଦର୍ସ ଡେ କରେ, ଆଉ ମୋ ଜନ୍ମଦିନ ବି କରେ ମୋ ପୁଅ। ଯୋଉଠି ପଇସା ରଖିଥାଏ 1000, 1500, 2000 ମୋତେ ଲୁଗା କିଣେ, ସାଙ୍ଗମାନଙ୍କୁ ଡାକେ, 3, 4, 5 ହଜାର ଖର୍ଚ୍ଚ କରେ, ଖାଇବା ପିଇବା କରେ। ଆଉ ମାନୁଛି ସେତିକି ମୁଁ ପ୍ରାଉଡ୍ ଫିଲ୍ କରୁଛି। ଆପଣମାନଙ୍କ ପିଲା କରୁଛି କି ନାହିଁ ମୁଁ କହିପାରିବିନି, ସେତିକି କରେ। ସବୁଦିନ ସ୍କୁଲ ଯାଏ, ମୋତେ ଜୁହାର ହେଇକି ଯାଏ, ସନ୍ଧ୍ୟାବେଳେ ପ୍ରାର୍ଥନା କରିକି ମୋତେ ଜୁହାର ହୁଏ। ଆଉ ସବୁବେଳେ ଆଉ ମା ମୋତେ ଆଶୀର୍ବାଦ କର ସବୁବେଳେ କହେ, ଭଗବାନ ସେତିକି ଅଛି। ଆଉ ପାଠ ତ ଟିକେ ପଢ଼ିବା ପାଇଁ ମନ ନା, ଆଉ ପ୍ରତ୍ୟେକ ଗୁଣ ବାଛି ପାରିବିନି, ସବୁଆଡେ ଆସିକି ବୁଲିଗଲି। ମୁଁ କହୁଛି ମୋ ପୁଅ ଗୋଟେ ମାନେ ପାଠ ପାଟି ଖୋଲା ମାନେ ଇଂଲିଶ ଟୁ ଇଂଲିଶ ସ୍ପିଚ୍ ଦିଅନ୍ତା। ମୁଁ ଚାହୁଁଛି ଏମିତି ରାତାରାତି ବେଷ୍ଟ ନେଇଯାଆନ୍ତା। ମୋର ସେମିତି ସ୍ୱପ୍ନ, କ'ଣ ହବ ମୁଁ ଜାଣିଛି ନା ସାଙ୍ଗମାନେ। ଏଇ ତ 10 କ୍ଲାସ୍ ଏଇଟା ହବ। ଆଉ ମାମା ଯୋଉ କହୁଛନ୍ତି ଯୋଉ ବାର୍ଥଡେ କରୁଛି, ଆଉ ମୁଁ କ'ଣ ପଇସା କଲେକ୍ଟ ଯେତିକି କଲେ ଆଉ ମୁଁ ଆଉ କୋଉ ଅଧିକା ପଇସା କୋଉଠୁ ଆଣିବି? 5000 ବାପା ମୁଁ 2 ଦିନରୁ ଆଗେ ପ୍ଲାନିଂ କରୁ, ମା ଜାଣିପାରେନି। ବାପା କୁହନ୍ତି, ବାପା କିଛି ହେଲ୍ପ କରନ୍ତିନି। ବାପା ନଥିଲେ ମୁଁ ଏଗୁଡା କରିବି କେମିତି କୁହନ୍ତୁ? ବାପା ପଇସା ବାପାଙ୍କୁ ଫୋନ କରେ, ବାପା ମତେ କିଛି ପଇସା ଦବ, ମୁଁ ମା ପାଇଁ ଗୋଟେ ଶାର୍ଟ କିଣିବି, ଏଇ ତ କଥା। ଆଉ ସାଙ୍ଗମାନେ ଆଉ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବନି। ଇଏ ତ ମୁଁ ହଉଛି ସବୁବେଳେ ଟେନସନ୍, ଏଇଟା ମୁଁ ଲଗେଇକି ଶୋଉଛି ଆଉ କ'ଣ କରିବି। ଜୀବନଟା ଏମିତି ଦୁଃଖମୟ ଯେ ଏଇଆକୁ ହେଉଛି ସାହା ଭରସା। ଆପଣ ଏଇଟାକୁ ସାହା ଭରସା କରନ୍ତୁ, ଟିକେ ମୁଣ୍ଡ ଲଗାନ୍ତୁ ନା, ପୁରା ମୁଣ୍ଡ ପୁରା ଶାନ୍ତ ହେଇଯିବ। ମୁଁ ଏଇକୁ ଲଗେଇକି ଶୋଉଛି। କାଲି 140 ଟଙ୍କା ଦେଇକି ଆଣିଛି ଆଉ। ରହୁଛି, ବାବା, ଗୁଡ୍ ନାଇଟ୍ ସାଙ୍ଗମାନେ। ହଉ ବାବା, ହ୍ୟାପି କିସ୍ ଡେ, ଲଭ୍ ୟୁ ସାଙ୍ଗମାନେ, ହ୍ୟାପି କିସ୍ ଡେ। ସବୁ ସାଙ୍ଗମାନଙ୍କୁ ଜୟ ଜଗନ୍ନାଥ। ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଯେତିକି ସେତିକି ସବସ୍କ୍ରାଇବ୍। 150 रुपये लगेगा।